ରାମ ନାମେ କିରୋସ ଅଛି, ପାନ କଲା ଲୋକ ସିନା ଜାଣିଛି। ଗୋଟିଏ ଗାଁରେ ଏକ ସାଧୁ ମହାତ୍ମା ରହୁଥିଲେ। ସାରା ଦିନ ସେ ରାମ ରାମ ନାମ ଜପୁଥାନ୍ତି ଓ ଢୋଲକି ବଜାଇ କୀର୍ତ୍ତନ କରୁଥାନ୍ତି। ସାଧୁଙ୍କ କୁଟୀର ପାଖରେ ଯେଉଁ ବ୍ୟକ୍ତିର ଘର ଥିଲା, ସେ ଏହାଦ୍ୱାରା ବହୁତ ଚିନ୍ତିତ ଥିଲେ। ଦିନେ ସେହି ବ୍ୟକ୍ତି ରାଗିଯାଇ ସାଧୁଙ୍କ କୁଟୀରକୁ ଗଲା। କହିଲା, କ'ଣ ତୁମେ ଦିନରାତି ରାମ ରାମ ରଟି ଚାଲିଛ? କିଛି କାମଧନ୍ଦା ତ ନାହିଁ। ମୋତେ ତ କାମ କରିବାକୁ ଯିବାକୁ ପଡ଼ୁଛି। ତୁମ ଢୋଲକି ଶବ୍ଦରେ ମୁଁ ଶୋଇପାରୁନି। ସାଧୁ କହିଲେ, ତୁମେ ବି ମୋ ସହିତ ରାମ ରାମ ଜପ କରି ଦେଖ, ତେବେ ତୁମକୁ ଜଣାପଡ଼ିବ ଏଥିରୁ କେତେ ଆନନ୍ଦ ମିଳୁଛି। ଯଦି ମୁଁ ତୁମ ସହିତ ରାମ ରାମ ଜପିବି, କ'ଣ ତୁମର ରାମ ମୋତେ ଖାଇବାକୁ ରୋଟି ଦେବେ? ସାଧୁ କହିଲେ, ମୋତେ ତ ରାମ ନାମର ନିଶା ଲାଗିଛି। ମୋତେ ଶ୍ରୀରାମଙ୍କ କୃପାରୁ ପ୍ରତିଦିନ ଭୋଜନ ମିଳିଯାଉଛି। ତୁମେ ରାମ ରାମ ଜପି ଦେଖିନିଅ, ମୋତେ ଭରସା ଅଛି ଭଗବାନ ତୁମକୁ ଖାଇବାକୁ ନିଶ୍ଚୟ ଦେବେ। ସେ ସାଧୁଙ୍କୁ ଆହ୍ୱାନ ଦେଇ କହିଲା, ମୁଁ ବି ତୁମ ସହିତ ରାମ ନାମ ଭଜନ କରିବି। ଯଦି ତୁମର ରାମ ଆଜି ମୋତେ ଭୋଜନ ଯୋଗାଇ ଦେବେ, ତେବେ ମୁଁ ସାରା ଜୀବନ ରାମଙ୍କ ଭକ୍ତିରେ ବିତାଇ ଦେବି। ଯଦି ଖାଇବାକୁ ଯୋଗାଇ ନ ପାରିଲେ ତୁମେ ଢୋଲକି ବଜାଇବା ବନ୍ଦ କରିଦେବ। ସାଧୁ କହିଲେ, ମୁଁ ତ ନିଷ୍କାମ ଭାବରେ ପ୍ରଭୁ ରାମଙ୍କୁ ଭକ୍ତି କରୁଛି, ତଥାପି ତୁମ ଆହ୍ୱାନ ମୋତେ ମଞ୍ଜୁର। ସେହି ବ୍ୟକ୍ତି ଜଣକ ସାଧୁଙ୍କ ସହିତ ରାମ ନାମ ଜପ କରିବାକୁ ଲାଗିଲା ଓ ମନରେ ନିଶ୍ଚୟ କଲା କି ଯାହା ବି ହୋଇଯାଉ ମୁଁ ଆଜି ଭୋଜନ କରିବି ନାହିଁ। ପୁଣି ମନରେ ଭାବିଲା, ଯଦି ମୁଁ ଘରକୁ ଯିବି ତେବେ ମୋ ମା ଓ ସ୍ତ୍ରୀ ଖାଇବାକୁ କହିବେ ଓ ମୋତେ ଖାଇବାକୁ ପଡ଼ିବ, କିନ୍ତୁ ମୋତେ ସାଧୁଙ୍କୁ ହରାଇବାର ଅଛି। ଏହା ଭାବି ବ୍ୟକ୍ତି ଗାଁ ପାଖରେ ଥିବା ଜଙ୍ଗଲକୁ ଚାଲିଗଲା। ଜଙ୍ଗଲରେ ଗୋଟିଏ ଗଛରେ ଚଢ଼ି ବସିଗଲା ଓ ଭାବିଲା, ସାରାଦିନ ମୁଁ ଗଛରୁ ଓହ୍ଲେଇବି ନାହିଁ କି ଗୋଟିଏ ଦାନା ଅନ୍ନ ବି ଖାଇବି ନାହିଁ। ସାଧୁକୁ ନିଶ୍ଚୟ ହରାଇ ତାହାର ଢୋଲକି ବଜାଇବା ବନ୍ଦ କରିଦେବି। କିଛି ସମୟ ପରେ ଏକ ବନବାସୀ ଦଳ ଜଙ୍ଗଲର ସେହି ରାସ୍ତାରେ ଆସିଲା। ସେମାନଙ୍କ ସର୍ଦ୍ଦାର କହିଲା, ଭୋକ ଲାଗିଲାଣି, ଚାଲ ଏଠାରେ କିଛି ରୋଷେଇ କରି ଖାଇବା ଓ ତାପରେ ଆଗକୁ ଯିବା। କିଛି ସମୟ ଭିତରେ ଭୋଜନ ପ୍ରସ୍ତୁତ ହୋଇଗଲା। ବନବାସୀ ଖାଇବାକୁ ପ୍ରସ୍ତୁତ ହେଉଥିଲେ। ବାସ୍ ସେତେବେଳେ ଖବର ମିଳିଲା କି ଡାକୁଦଳ ସେହି ରାସ୍ତାରେ ଆସୁଛନ୍ତି। ବନବାସୀଙ୍କ ସର୍ଦ୍ଦାର କହିଲେ, ଆମକୁ ଏଠାରୁ ଚାଲିଯିବା ଉଚିତ। ଡାକୁ ଆମର ସବୁ ଜିନିଷ ଲୁଟି ନେଇ ଯାଇପାରନ୍ତି। ବନବାସୀ ସବୁ ଖାଦ୍ୟ ସେଠାରେ ଛାଡ଼ି ଚାଲିଗଲେ। ବ୍ୟକ୍ତି ଜଣକ ଗଛରୁ ଥାଇ ସବୁ ଦେଖୁଥିଲା। କିଛି ସମୟ ପରେ ଡାକୁଦଳ ସେଠାରେ ପହଞ୍ଚିଗଲା। ଡାକୁ ଭୋଜନକୁ ଦେଖି କହିଲା, ଭୋଜନରୁ ତ ବହୁତ ବଢ଼ିଆ ବାସ୍ନା ଆସୁଛି। ଏଠାରେ ଭୋଜନ କିଏ ବନାଇଲା? ବନାଇବା ପରେ ଖାଇଲା ନାହିଁ କାହିଁକି? ଆମକୁ ଫସାଇବା ପାଇଁ କେହି ଯୋଜନା କରିନାହିଁ ତ? ଏହି ଭୋଜନରେ ବିଷ ବି ହୋଇପାରେ। ସେହି ସମୟରେ ଡାକୁଙ୍କ ସର୍ଦ୍ଦାରର ଦୃଷ୍ଟି ପଡ଼ିଲା ସେ ବ୍ୟକ୍ତି ଜଣକ ଉପରେ। ତାକୁ ତଳକୁ ଆସିବାକୁ ସର୍ଦ୍ଦାର କହିଲା। ପୁଣି କହିଲା, ଆମକୁ ମାରିବା ପାଇଁ ତୁମେ ଏହି ରୋଷେଇ କରିଛ? ବ୍ୟକ୍ତି ବିନତି କରି କହିଲା, ମୁଁ ଏ ରୋଷେଇ କରିନାହିଁ କି ଏହି ଭୋଜନରେ ବିଷ ମିଶି ନାହିଁ। ଏହି ଭୋଜନ ବନବାସୀମାନେ ବନାଇଛନ୍ତି। ଆପଣଙ୍କ ଆସିବା ଖବର ଶୁଣି ସେମାନେ ଡରି ଏଠାରୁ ପଳାଇଗଲେ। ଡାକୁ କହିଲା, ତୁମକୁ ଏ ଖାଦ୍ୟ ଖାଇକି ଦେଖାଇବାକୁ ପଡ଼ିବ କି ଏଥିରେ ବିଷ ନାହିଁ, କାରଣ ଆମକୁ ଲାଗୁଛି ତୁମେ ଏହି ରୋଷେଇ କରିଛ ଓ ଏଥିରେ ବିଷ ମିଶାଇଛ। ତୁମକୁ ହିଁ ପ୍ରଥମେ ଏହି ଭୋଜନ କରିବାକୁ ପଡ଼ିବ। ବ୍ୟକ୍ତି କହିଲା, ନା, ମୁଁ କେବେ ବି ଖାଇବି ନାହିଁ। ଡାକୁଙ୍କ ସନ୍ଦେହ ବଢ଼ିଗଲା। ଡାକୁ ବ୍ୟକ୍ତିର ମଥାରେ ବନ୍ଧୁକ ଲଗାଇ କହିଲା କି ତୁମକୁ ଏ ଭୋଜନ କରିବାକୁ ହେବ, ନହେଲେ ଗୋଳି ଖାଇବାକୁ ପଡ଼ିବ। ବ୍ୟକ୍ତି ଜଣକ ଭୟରେ ଭୋଜନ ଆରମ୍ଭ କଲା ଓ ସାଧୁ ଜଣଙ୍କୁ ମନେ ପକାଇ କାନ୍ଦିବାକୁ ଲାଗିଲା। ସେ ନିଶ୍ଚୟ କରି କହିଥିଲେ କି ରାମ ନାମ ଜପିଲେ ରାମ ତୁମକୁ ଭୋଜନ ବି ଦେବେ। ଭୋଜନ କରିବା ପରେ ବ୍ୟକ୍ତି ଜଣଙ୍କୁ ଡାକୁ ଛାଡ଼ିଦେଲେ। ଏବେ ତାଙ୍କୁ ବିଶ୍ୱାସ ହୋଇଗଲା କି ବନବାସୀ ଓ ଡାକୁଙ୍କୁ ଶ୍ରୀରାମ ହିଁ ପଠାଇଛନ୍ତି। ବ୍ୟକ୍ତି ଜଣକ ସିଧା ସାଧୁଙ୍କ କୁଟୀରକୁ ଚାଲିଗଲା ଓ ଚରଣରେ ପ୍ରଣାମ କଲା। ବ୍ୟକ୍ତି ଜଣକ ସାଧୁଙ୍କୁ ସବୁ ବୃତ୍ତାନ୍ତ ଶୁଣାଇଲା। ଏବେ ସେ ସାଧୁଙ୍କଠାରୁ ବ୍ୟକ୍ତି ଜଣଙ୍କର ରାମ ନାମରେ ଅଧିକ ଧ୍ୟାନ ଲାଗିଗଲା। ସେ ତାଙ୍କର ପୁରା ଜୀବନ ଶ୍ରୀରାମଙ୍କୁ ସମର୍ପିତ କରିଦେଲା। ଜୟ ଶ୍ରୀରାମ।